ଏବଂ ଯେଉଁ ମାଡ଼ଗୋଡ଼ି କଥା କହୁଛନ୍ତି ପରଦିନ ଘଟିଛି ତା ଭିତରେ କାଲି ଆମର 2 ଜଣ ଭଉଣୀ ଭିତରେ ତାଙ୍କର କଳିକଜିଆ ହେଇଥିଲା, କଳି ହୁରୁଡ଼ି କାର୍ଯ୍ୟକ୍ରମ ହେଇଥିଲା। ତା ଭିତରେ ତାଙ୍କର ସମାଧାନ ହେଇଯାଇଛି, ଭୁଲ ମଗାମଗି ହେଇଯାଇଛନ୍ତି ଏବଂ ସେମାନେ କହୁଛନ୍ତି ଆମେ କୋଳାକୋଳି ହେଇଗଲୁ, ତେଣୁ ସବୁ ଠିକ୍ ଅଛି। ଏସବୁ ଘଟଣା ଛୋଟ ଛୋଟ ମନାନ୍ତର ଘଟେ। ଶୁଣନ୍ତୁ, ପାଣ୍ଡିଆନ ସୋସିଆଲ ମିଡ଼ିଆରେ କାଲି ଗୋଟେ ସ୍ପଷ୍ଟୀକରଣ ଦେଇଛନ୍ତି ଯେ ମୁଁ ହଟିଗଲି, ମୁଁ ଆଉ ମୋ ଏକ୍ସ ଆକାଉଣ୍ଟ ଗୁଡ଼ା ମୋର ନୁହଁ, ଫେସବୁକ୍ ମୋର ନୁହଁ, ଇନଷ୍ଟା ମୋର ନୁହଁ। ଇନଷ୍ଟାରେ କାଲି ଜଣାଇଛନ୍ତି। କେଉଁଟା ସତ? ଯଦି ଦୀର୍ଘ ବର୍ଷ ହେଲା କାର୍ତ୍ତିକ ପାଣ୍ଡିଆନ ଓ ଭିକେ ପାଣ୍ଡିଆନ କ୍ଲବ ନାଁରେ ଚାଲୁଥିଲା, ତାକୁ 5 ବର୍ଷ ହେଲା ମନା କରୁନଥିଲେ। ସେଥିରେ ସେ ପୋଷ୍ଟ କରୁଥିଲେ ବିଜୁ ଜନତା ଦଳର ଅଭିମୁଖ୍ୟ କଥା, ବିଜୁ ଜନତା ଦଳ ସରକାର, ନବୀନ ପଟ୍ଟନାୟକ ସରକାରର ଯେଉଁ ବିକାଶମୂଳକ କଥା ଏବଂ ଲୋକମାନଙ୍କର ସୁବିଧା କଥା, ସେ କଥାଗୁଡ଼ିକ ସେ ପୋଷ୍ଟ କରୁଥିଲେ। ତେଣୁକରି ଯେତେବେଳେ କାଲି କାହିଁକି ମନା କଲେ? 2 ଦିନ ତଳେ ଆପଣ ଦେଖିବେ ତାଙ୍କର ଗୋଟେ ଏକ୍ସ ଆକାଉଣ୍ଟରେ ଏବଂ ଫେସବୁକ୍ରେ ସେ ଭଲ ଫଟୋଟେ ଛାଡ଼ିଥିଲେ ଯେ ରାଜନୀତିରେ ଭୁଲ ଅଛି, ଲୋକମାନଙ୍କର ଭୁଲ ଅଛି, ତାକୁ କ୍ଷମା କରିଦେବେ। ମଣିଷ ଜୀବନରେ କେତେ ପ୍ରକାର ଭୁଲ ହେଇଯାଏ। ତାପରେ ସେ ଦେଖିଲେ ତାଙ୍କର ଯେଉଁ ଫେସବୁକ୍ କମେଣ୍ଟ ଗୁଡ଼ିକ ଆସିଲା, 1000-2000 କମେଣ୍ଟରୁ ଅଧା ହେଉଛନ୍ତି ଲୋକ ଭଲ କହିଛନ୍ତି, ଆଉ ଅଧା ଖରାପ କହିଛନ୍ତି। ଏବଂ ଆଉ ଗୋଟେ ଘଟଣା, ଆମର ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ଯେଉଁ ହେଇଥିଲା, ସେଇଦିନ କିଛି ସେଠି ଗୋଟେ ଅପ୍ରାପ୍ରତିକର ପରିସ୍ଥିତି ହେଲା ମହିଳା ଜନତା ଦଳ ଭିତରେ। ସେ ଯେଉଁ ମାଡ଼ଗୋଡ଼ି ଦେଖିକି ପାଣ୍ଡିଆନ ହେଉଛନ୍ତି ବିରି ମାଡ଼ରେ କୋଳଥ ଚୋପା ହେଇଯାଇଛନ୍ତି। ସିଏ ଡରିଗଲେ ଯେ ମୋ ଉପରେ କେତେବେଳେ ଗୋଗୋଛିଆ ମାଡ଼ ହେବ, କାଳେ ମୋ ପିଠିରେ କାଳେ ଗୋଗୋଛିଆ ମାଡ଼ ହେବ। ତେଣୁ ସେ ଡରିକି କ'ଣ କହିଲେ ନା, ନାଇଁ ମୁଁ ଏକ୍ସ ଆକାଉଣ୍ଟରେ ନାହିଁ। ତେଣୁ ଆମର ବି ବିଜୁ ଜନତା ଦଳ ତରଫରୁ ନିବେଦନ ପାଣ୍ଡିଆନକୁ ଏବଂ ଏ ଯେଉଁ ତାଙ୍କୁ ନିର୍ଦ୍ଦେଶ ରହୁଛି, ପାଣ୍ଡିଆନ ବିଜୁ ଜନତା ଦଳ କଥାରେ ମୁଣ୍ଡ ନ ଖେଳାନ୍ତୁ ପାଣ୍ଡିଆନ। କାହିଁକିନା ଯଦି କରିବେ ଯେଉଁ ବିଜୁ ଜନତା ଦଳରେ ମୁଣ୍ଡ ଖେଳେଇବେ, ତାହେଲେ ବିଜୁ ଜନତା ଦଳ କର୍ମୀମାନେ ହେବେ ଭାଣ୍ଡିଆ। ସିଏ ଖାଆନ୍ତୁ ମାଣ୍ଡିଆ, ଯଦି ମାଣ୍ଡିଆ ନ ପାଉଛନ୍ତି ତାହେଲେ ପିଅନ୍ତୁ ହାଣ୍ଡିଆ ପିଇକି ଶୁଅନ୍ତୁ। ତେଣୁ କୌଣସି କଥାରେ ମୁଣ୍ଡ ଖେଳାନ୍ତୁନି। ସେ ଓଡ଼ିଶାର ଲୋକ ନୁହଁ, ଚାକିରି କରିବାକୁ ଆଇଥିଲେ। ସିଏ ଓଡ଼ିଶାର ଭାବାବେଗକୁ ନେଇକି କିଛି ଆଲୋଚନା କରିବା ଦରକାର ନାହିଁ କି ମୁଣ୍ଡ ଖେଳିବା ଦରକାର। ତାଙ୍କର ଯେଉଁ ଚାକିରି କରିଥିଲେ, ଚାକିରି ପରେ VRS ନେଲେ କି ବିଜୁ ଜନତା ଦଳ ସାମିଲ ହେଲେ, ସବୁ ଠିକ୍ ଅଛି। ନବୀନଙ୍କ ନେତୃତ୍ୱକୁ ମାନିଥିଲେ, କିନ୍ତୁ ତାଙ୍କର ପରିଚାଳନାଗତ ଲୋଭ ଏବଂ ଅହଙ୍କାର ଏସବୁ ଘଟଣା ଗୁଡ଼ିକରେ ବିଜୁ ଜନତା ଦଳ ବିପର୍ଯ୍ୟସ୍ତ ଘଟିଛି। ଏବଂ ଯେଉଁ ମାଡ଼ଗୋଡ଼ି କଥା କହୁଛନ୍ତି ପରଦିନ ଘଟିଛି, ତା ଭିତରେ କାଲି ଆମର 2 ଜଣ ଭଉଣୀ ଭିତରେ ତାଙ୍କର କଳିକଜିଆ ହେଇଥିଲା, କଳି ହୁରୁଡ଼ି କାର୍ଯ୍ୟକ୍ରମ ହେଇଥିଲା। ତା ଭିତରେ ତାଙ୍କର ସମାଧାନ ହେଇଯାଇଛି, ଭୁଲ ମଗାମଗି ହେଇଯାଇଛନ୍ତି ଏବଂ ସେମାନେ କହୁଛନ୍ତି ଆମେ କୋଳାକୋଳି ହେଇଗଲୁ, ତେଣୁ ସବୁ ଠିକ୍ ଅଛି। ଏସବୁ ଘଟଣା ଛୋଟ ଛୋଟ ମନାନ୍ତର ଘଟେ, ପରିବାର ଭିତରେ ଘଟେ, ସମାଜରେ ଘଟେ, ସାହି ପଡ଼ିଶାରେ ଘଟେ, ଭାଇ ଭିତରେ ଘଟେ, ଭାଇ ଭଉଣୀ ଭିତରେ ଘଟେ। ଏ କଥାକୁ ଆଉ ବେଶୀ ଗୁରୁତ୍ୱ ଆମେ ଦେବାନି କି ମିଡ଼ିଆ ମାଧ୍ୟମରେ କହୁ। ତେଣୁ ପାଣ୍ଡିଆନ ତାଙ୍କ ନିଜ ବାଟରେ ଦୂରେଇ ରୁହନ୍ତୁ। ଏଇ ଯେଉଁ ଏକ୍ସ ଆକାଉଣ୍ଟ କହୁଛନ୍ତି ମୋର ନୁହଁ, ଫେସବୁକ୍ ମୋର ନୁହଁ, ସିଏ ଯାଇକି ସାଇବର ଥାନାରେ ଜଣାନ୍ତୁ ଯେ ମୋର ଏ ଆକାଉଣ୍ଟ ଗୋଟେ କିଏ ଚଲାଉଥିଲା, କାହିଁ 5 ବର୍ଷ ହେଲା। କାଲି କାହିଁକି ମନା କଲେ ଅକସ୍ମାତ ଭାବରେ? ପରଦିନ ଯେଉଁ ବିଜୁ ଜନତା ଦଳ ଭିତରେ ଯେଉଁ ଅପ୍ରକୃତ ଛୋଟ ପରିସ୍ଥିତି ଘଟିଲା, ବିରି ମାଡ଼ରେ କୋଳଥ ଚୋପା ଦେଖିକି ଏ ବ୍ୟବସ୍ଥା